ପ୍ରତିଟି ସମସ୍ୟା ପଛରେ ଏକ ଉପହାର ରହିଥାଏ। ହୀରା ଉପରେ ଯେତେ ହାତୁଡ଼ି ମାଡ଼ ହୁଏ ତାର ମୂଲ୍ୟ ସେତେ ବଢ଼ିଯାଏ। ଡରର ରାସ୍ତା ଦେଇ ସାହସ ପାଖରେ ପହଞ୍ଚି ହୁଏ, ହେଲେ ଯଦି ଏହି ବୁଝିବା ଶକ୍ତି ନାହିଁ ତେବେ ଡରର ଘଟଣା ବାରମ୍ବାର ଆପଣଙ୍କ ଜୀବନରେ ଆସୁଥିବ ଯେତେ ପର୍ଯ୍ୟନ୍ତ ଆପଣ ସେଥିରୁ ନିଜର ଶିକ୍ଷା ଗ୍ରହଣ ନ କରିଛନ୍ତି। ଘୃଣାକୁ ଦେଖି ପ୍ରେମର ମୂଲ୍ୟ ଜାଣି ହୁଏ। ଏହା ଯେତେବେଳେ ହୃଦୟଙ୍ଗମ କରିବେ ସେତେବେଳେ ଘୃଣା ପ୍ରେମକୁ କମ୍ କରିପାରିବ ନାହିଁ। ଶାଶୁ ବୋହୂଙ୍କ ସମ୍ପର୍କ ଶାଶୁଙ୍କ ପାଇଁ ଯୁଗ ସହିତ ତାଳ ଦେଇ ବୋହୂର ଆବଶ୍ୟକତା ବୁଝିବା ଉଚିତ। ଅଯଥା ନିଜର ବଡ଼ପଣିଆ ବା ମୁରବିତ୍ୱ ସବୁ ସ୍ଥାନରେ ଜାହିର ନ କରିବା ଭଲ। ବୋହୂ ଯଦି କର୍ମଜୀବୀ ତାହାହେଲେ ତାର ଅଫିସ ସମୟକୁ ଆଖିରେ ରଖି ତାର ଖାଇବା ଓ ଜଳଖିଆ ନେବା ପ୍ରତି ସଜାଗ ହୁଅନ୍ତୁ। ତାହାହେଲେ ଆପଣଙ୍କ ପ୍ରତି ତାର ଭକ୍ତି ବଢ଼ିବ। ବୋହୂର ଯୌତୁକ ଉପରେ ଟିପ୍ପଣୀ ଦିଅନ୍ତୁ ନାହିଁ। ବୋହୂକୁ ସର୍ବଦା ନିଜ ଝିଅ ପରି ଦେଖନ୍ତୁ। ପୁଅ ଆଗରେ ବୋହୂର ଦୋଷ ଦୁର୍ବଳତା ନ ବଖାଣି ତାକୁ ସୁଧାରିବାର ବାଟ ଖୋଜନ୍ତୁ। ବୋହୂର ଅଫିସ ଫେରନ୍ତା ସମୟ ବେଳକୁ ନାତି ନାତୁଣୀଙ୍କୁ ପରିଷ୍କାର ପୋଷାକ ପିନ୍ଧାଇ ରଖନ୍ତୁ। ଅଫିସରେ ବସ୍ ଆପଣଙ୍କୁ ଡାକିଲେ ଯଦି ଡର ଲାଗୁଥାଏ ତେବେ ନିଜକୁ ପଚାରନ୍ତୁ ଯେ ଏହି ସମସ୍ୟା ମୋତେ ମାରି ପକାଇବ ନା? ଉତ୍ତର ଆସିଲେ ଆପଣ ଦେଖିବେ ଆପଣ ନିଡର ହୋଇ ଭିତରକୁ ଯିବେ ଓ ଶାନ୍ତି ରହି ବସ୍ଙ୍କ ସହ କଥା ହୋଇପାରିବେ। ଏହି ସମସ୍ୟା ଆପଣଙ୍କୁ ଆହୁରି ମଜବୁତ କରିଦେଲା। ଘରେ ଅଚାନକ କୁଣିଆ ଆସିଗଲେ ଯଦି ବ୍ୟସ୍ତ ହୋଇ ପଡ଼ୁଥାନ୍ତି ତେବେ ନିଜକୁ ପଚାରନ୍ତୁ ଯେ ଏହି ସମସ୍ୟା କ'ଣ ମୋତେ ମାରି ପକାଇବ ନା? ଉତ୍ତର ଆସିଲେ ଆପଣ ଦେଖିବେ ସହଜରେ ସେହି ବ୍ୟସ୍ତତାରୁ ମୁକ୍ତ ହୋଇ ଆପଣ ଅତିଥିମାନଙ୍କର ସହ କେତୋଟି ଆନନ୍ଦମୟ କ୍ଷଣ ବିତାଇ ପାରିବେ। ସମସ୍ତଙ୍କ ଠାରୁ ସବୁ ଜିନିଷ ଆଶା କରିବା କେବେ ଉଚିତ ନୁହେଁ। କାହିଁକି ନା ଲୋକ ଏଠି ମୁହଁରେ ଗୋଟିଏ କଥା କୁହନ୍ତି କିନ୍ତୁ ମନରେ ଆଉ ଗୋଟିଏ କଥା ରଖିଥାନ୍ତି। ତାହାର ସରଳ ସ୍ୱଭାବକୁ ତାର ଦୁର୍ବଳତା ଭାବନ୍ତୁ ନାହିଁ। ତା ବାପା ମାଙ୍କ ଦ୍ୱାରା ଯାଇଥିବା ସଂସ୍କାର ହୋଇଥାଏ। ବନ୍ଧୁ, ଜୀବନରେ ସବୁ କିଛି ସହଜ ଲାଗିଥାଏ ଯେବେ ଭାଇ କହିଦିଏ କି ତୁ ଡର ନାହିଁ, ମୁଁ ଅଛି ନା। ସେ ବଦଳିଗଲା। ଭୁଲ ତାର ନଥିଲା, ଭୁଲ ମୋର ଥିଲା। ମୁଁ ତା ଭଳି ବଦଳି ପାରିଲିନି। ମୁଁ ଏକୁଟିଆ ଏଥିପାଇଁ ଅଛି ମୁଁ ମିଛ କହି କେବେ କାହା ନଜରରେ ଭଲ ହେବାର ନାଟକ ପସନ୍ଦ କରେନି। ଭାଗ୍ୟ କେବଳ ପରିଶ୍ରମ ଦ୍ୱାରା ବଦଳିଥାଏ, ବସିକି ଚିନ୍ତା କରିଲେ ନୁହେଁ। ତୁ କେବେ ମୋ ସହ ନଥିଲୁ, କେବଳ ସାଙ୍ଗରେ ରହିବାର ବାହାନା କରୁଥିଲୁ। ମୋତେ ତୋ ଅଭିନୟ ପାଇଁ ଧନ୍ୟବାଦ ଦେଉଛି, କାରଣ ଅଭିଶାପ ତୋତେ ମୁଁ ଦେବିନି। ତୋତେ ଅଭିଶାପ ସମୟ ଦେବ। ଜୟ ଶ୍ରୀ ଜଗନ୍ନାଥ।